ମହାରାଷ୍ଟ୍ରରେ ଶାସକ ମିଳିତ ମଞ୍ଚକୁ ପଛରେ ପକାଇବାକୁ ଉଦ୍ୟମ କରି ବିରୋଧୀ ଦଳ ମହାବିକାଶ ଆଗାଡୀ ଦେଇଛନ୍ତି ନୂଆ ପ୍ରତିଶ୍ରୁତି। ପ୍ରତି ମାସରେ ମହିଳାମାନଙ୍କୁ 3000 ଟଙ୍କା ଏବଂ ରାଜ୍ୟ ପରିବହନ ବସ୍ରେ ମାଗଣା ଯାତ୍ରା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କୃଷି ସମୃଦ୍ଧି ଯୋଜନା ଅଧୀନରେ କୃଷକଙ୍କୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯିବ ଏବଂ ଫସଲ ଋଣ ନିୟମିତ ପରିଶୋଧ ପାଇଁ 50,000 ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ନଭେମ୍ବର 20ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଉଦ୍ଧବ ଗୋଷ୍ଠୀର ଶିବସେନା, ଶରଦ ପାୱାରଙ୍କ ଏନସିପି ଏବଂ କଂଗ୍ରେସ ମିଳିତ ମଞ୍ଚ ଏହି ଘୋଷଣା କରିଛନ୍ତି। ବ୍ୟୁରୋ ରିପୋର୍ଟ, ବୀରବାର୍ତ୍ତା ଡିଜିଟାଲ ଲାଇଭ୍।